Hello everyone, I am Nishikant Nayak, a member of Unlock Education. तो এইটা হচ্ছে দ্বিতীয় পার্ট অম্ল ক্ষারক ও লবণর প্রিভিୟସ୍ ଭିଡ଼ିଓରେ ଆମେ ପଢ଼ିଥିଲେ କ୍ଷାରକ ଧାତୁ ସହ କିପରି ରାସାୟନିକ ପ୍ରତିକ୍ରିୟା କରେ। ତ ଆଜି ଆମେ ପଢ଼ିବା ଧାତବ କାର୍ବୋନେଟ୍ ଓ ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ଅମ୍ଳ ସହ କିପରି ରାସାୟନିକ ପ୍ରତିକ୍ରିୟା କରେ। ହାଉ ଡୁ ମେଟାଲ କାର୍ବୋନେଟ୍ସ ଏଣ୍ଡ ମେଟାଲ ହାଇଡ୍ରୋଜେନ୍ କାର୍ବୋନେଟ୍ସ ରିଆକ୍ଟ ୱିଥ୍ ଏସିଡ୍। ଏଇଟା କରିବା ପାଇଁ ଆମକୁ ଗୋଟେ ପରୀକ୍ଷା କରିବାକୁ ପଡ଼ିବ। ପରୀକ୍ଷାରେ ଆମେ କ'ଣ କରିବା, ପ୍ରଥମେ ଦୁଇଟି ଟେଷ୍ଟ ଟ୍ୟୁବ୍ ବା ପରୀକ୍ଷା ନଳୀ ନେବା, ସେଗୁଡ଼ିକ ଏ ଆଉ ବି ନା ଦେବା। ପ୍ରଥମେ ଆମେ ଏ ଟେଷ୍ଟ ଟ୍ୟୁବ୍ ବା ଏ ପରୀକ୍ଷା ନଳୀ ନେଇଛନ୍ତି, ଏ ପରୀକ୍ଷା ନଳୀ ନେଇକି ଆମେ କ'ଣ ପରୀକ୍ଷା କରିବା, ଗୋଟେ ଷ୍ଟାଣ୍ଡ ନେବା, ଷ୍ଟାଣ୍ଡରେ ଆମେ ଏ ପରୀକ୍ଷା ନଳୀକୁ ଲଗାଇଲେ, ତାପରେ ଏଥିରେ ଗୋଟେ ଥିସେଲ ଫର୍ନେଲ ଲଗାଇବା କର୍କ ସାହାଯ୍ୟରେ, ଆଉ ଗୋଟେ ନିର୍ଗମ ନଳୀ ଲଗାଇବା। ତ ପ୍ରଥମେ ଆମେ କ'ଣ କରିବା, ଏ ଯେଉଁ ଏ ରହିଛି, ଏ ଯେଉଁ ପରୀକ୍ଷା ନଳୀ, ଏ ପରୀକ୍ଷା ନଳୀରେ ପ୍ରଥମେ ଆମେ ସୋଡ଼ିୟମ କାର୍ବୋନେଟ୍ ଦ୍ରବଣ ନେବା 0.5 ଗ୍ରାମ ସୋଡ଼ିୟମ କାର୍ବୋନେଟ୍ 0.5 ଗ୍ରାମ ସୋଡ଼ିୟମ କାର୍ବୋନେଟ୍ ନେବା। ନେଇ ସାରିଲା ପରେ ଏଥିରେ ଆମେ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ 2 ml ମିଶାଇବା। 2 ml ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍। ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ କ'ଣ, ଡାଇଲ୍ୟୁଟ୍ HCl। ହାଇଡ୍ରୋକ୍ଲୋରିକ୍ ଏସିଡ୍କୁ କ'ଣ କହନ୍ତି, HCl କହନ୍ତି। ଲଘୁ ହେଉଛି ଡାଇଲ୍ୟୁଟ୍, ଡାଇଲ୍ୟୁଟ୍ HCl 2 ml ଆମେ ନେବା। ତ ଯେତେବେଳେ ସୋଡ଼ିୟମ କାର୍ବୋନେଟ୍ ନେଇକି ଆମେ ଡାଇଲ୍ୟୁଟ୍ HCl ସେଥିରେ ଆଡ଼୍ କରିବା, ଏଇଠି କିଛି ଗୋଟେ ଗ୍ୟାସ୍ ନିର୍ଗତ ହେବ। ତ ସେଇ ଗ୍ୟାସ୍ଟି କ'ଣ ଆମେ ଏକ୍ସପେରିମେଣ୍ଟ ପରେ ଜାଣିପାରିବା। ତାପରେ ଏ ଯେଉଁ ନିର୍ଗମ ନଳୀ ବାହାରିଛି, ଏ ନିର୍ଗମ ନଳୀଟିକୁ ନେଇକି ଆମେ ଆଉ ଗୋଟେ ପରୀକ୍ଷା ନଳୀ ଭିତରେ ବୁଡ଼େଇବା ବା ପରୀକ୍ଷା ନଳୀ ଭିତରେ ପ୍ରବେଶ କରାଇବା। ଏଇ ଯେଉଁ ପରୀକ୍ଷା ନଳୀ ନେଇଥିବା, ଏଇ ପରୀକ୍ଷା ନଳୀରେ କ'ଣ ଥିବ, ଏଥିରେ ଥିବ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍। କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ CaOH ହୋଲ୍ 2। ଏଇ ଯେଉଁ ପରୀକ୍ଷା ନଳୀ ଭିତରେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଥିବ। ତ ଆମେ ଯେତେବେଳେ ନିର୍ଗମ ନଳୀ ନେଇକି ଏଇ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଦ୍ରବଣରେ CaOH ହୋଲ୍ 2 ଦ୍ରବଣରେ ବୁଡ଼େଇବା, ସେତେବେଳେ ଆମେ କ'ଣ ଦେଖିବା, ଆମେ ଦେଖିବା ଏଇ ଯେଉଁ ପରୀକ୍ଷା ନଳୀ ରହିଛି, ଏଥିରେ ଗୋଟେ ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେବ। ତ ଏଇ ଯେଉଁ ଧଳା ରଙ୍ଗର ଅବକ୍ଷେପ କାହିଁକି ସୃଷ୍ଟି ହେଲା, ଇଏ ତ ହେଲା ଆମର ପରୀକ୍ଷା। ତାର ପର୍ଯ୍ୟବେକ୍ଷଣ ଆମେ କ'ଣ କଲେ, ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେଲା। ତ ଏଇ ଧଳା ରଙ୍ଗର ଅବକ୍ଷେପ କାହିଁକି ସୃଷ୍ଟି ହେଲା, କାରଣ ଆମେ ଯେତେବେଳେ ସୋଡ଼ିୟମ କାର୍ବୋନେଟ୍ ସହିତ ଡାଇଲ୍ୟୁଟ୍ HCl ମିଶାଇଲେ, ସେତେବେଳେ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଲା, CO2 ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଲା। ତ ଅଙ୍ଗାରକାମ୍ଳ ଗ୍ୟାସ୍ ଯେତେବେଳେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ସହିତ ମିଶିଲା, ସେତେବେଳେ ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେଲା। କାହିଁକି, କାରଣ ଯେତେବେଳେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଆଉ କାର୍ବନ ଡାଇଅକ୍ସାଇଡ୍ ପରସ୍ପର ସହିତ ପ୍ରତିକ୍ରିୟା କରନ୍ତି, ସେତେବେଳେ କ୍ୟାଲସିୟମ କାର୍ବୋନେଟ୍ ସୃଷ୍ଟି ହୁଏ। ଏଇ ଯେଉଁ କ୍ୟାଲସିୟମ କାର୍ବୋନେଟ୍ ହେଉଛି ଧଳା ରଙ୍ଗର ଅବକ୍ଷେପ। ତ ଇଏ ତ ହେଇଗଲା ପ୍ରଥମ ପରୀକ୍ଷା ନଳୀ, ଏ ପରୀକ୍ଷା ନଳୀ ନେଇକି। ସେଇଭଳି ଆମେ ଆଉ ଗୋଟେ ପରୀକ୍ଷା ନଳୀ ନେଇଛନ୍ତି ବି। ତ ବି ପରୀକ୍ଷା ନଳୀ ଆମେ କ'ଣ ନେବା, ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍। ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍ NaHCO3 ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍ ନେବା। ଏ ନଳୀରେ ଆମେ କ'ଣ ନେଇଛନ୍ତି, ସୋଡ଼ିୟମ କାର୍ବୋନେଟ୍। ବି ନଳୀରେ ନେବା ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍। ସେଥିରେ ବି ସେମିତି ନେଇକି 2 ml ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଡାଇଲ୍ୟୁଟ୍ HCl ମିଶାଇବା, ତାକୁ ନେଇକି ନିର୍ଗମ ନଳୀ ସାହାଯ୍ୟରେ এই ଯେଉଁ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଯେଉଁ ଦ୍ରବଣ ଅଛି ତା ଭିତରେ ବୁଡ଼େଇବା। ବୁଡ଼ିଲା ପରେ ସେଠି ବି ଆମେ ଦେଖିବା ସେ ଏକା ଜିନିଷ, ଯେ ଗୋଟେ ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେଇଥିବ। ତ ଆମେ ପରୀକ୍ଷା ନଳୀ ଏରେ ନେଲେ ସୋଡ଼ିୟମ କାର୍ବୋନେଟ୍, ପରୀକ୍ଷା ନଳୀ ବିରେ ନେଲେ ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍ NaHCO3। ତ ଯେତେବେଳେ ଦୁଇଟା ଦ୍ରବଣ ଆମେ ନେଇକି ଏକା ପ୍ରକାର ପରୀକ୍ଷା କଲେ, ସେତେବେଳେ ଆମେ ଦେଖିଲେ ଆମର ରେଜଲ୍ଟ ବାହାରିଲା, ଯେଉଁ ପର୍ଯ୍ୟବେକ୍ଷଣ ହେଲା ସିଏ ବି ସମାନ, ଯେ କ'ଣ ଏଇ ଯେଉଁ ପରୀକ୍ଷା ନଳୀରେ ଗୋଟେ ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେଲା। କାହିଁକି, କାରଣ ଉଭୟ କେସ୍ରେ କାର୍ବନ ଡାଇଅକ୍ସାଇଡ୍ ଏଇଠି ନିର୍ଗତ ହେଉଛି। କାର୍ବନ ଡାଇଅକ୍ସାଇଡ୍ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ସହିତ ମିଶିକି କ୍ୟାଲସିୟମ କାର୍ବୋନେଟ୍ ଦ୍ରବଣ ସୃଷ୍ଟି କରୁଛି, ଯେଉଁଟାକି ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି କଲା। ତ ଏଇ ଯେଉଁ ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେଲା କାର୍ବନ ଡାଇଅକ୍ସାଇଡ୍ ପାଇଁ, ତ କାର୍ବନ ଡାଇଅକ୍ସାଇଡ୍ କେମିତି ଆସୁଥିବ, ଯେଉଁ କେମିକାଲ ରିଆକ୍ସନ୍ ବା ରାସାୟନିକ ପ୍ରତିକ୍ରିୟାରେ କାର୍ବନ ଡାଇଅକ୍ସାଇଡ୍ କେମିତି ଆସୁଥିବ। ପ୍ରଥମେ ଏ ପରୀକ୍ଷା ନଳୀରେ ଆମେ କ'ଣ ନେଇଥିଲେ, ଏ ପରୀକ୍ଷା ନଳୀ ନେଇଥିଲେ ସୋଡ଼ିୟମ କାର୍ବୋନେଟ୍ Na2CO3। ସେଥିରେ ନେଇକି ଆମେ କ'ଣ ମିଶାଇଲେ, ହାଇଡ୍ରୋକ୍ଲୋରିକ୍ ଏସିଡ୍, ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍, ଆକ୍ୱାସ୍ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାଇଲେ। ତ ଇଏ ନିର୍ଗମ କରିଥିବ କ'ଣ, NaCl ପ୍ଲସ୍ H2O ପ୍ଲସ୍ CO2 ଗ୍ୟାସ୍। ଏଇ ଯେଉଁ NaCl ବାହାରିଲା, ଏ NaCl କ'ଣ, ଏ NaCl ହେଉଛି ଲବଣ। ଯଦି ଆମେ ବାଲାନ୍ସ କରିବା ଇକ୍ୱେସନ୍କୁ 2HCl 2NaCl। ସେଇଭଳି ପରୀକ୍ଷା ନଳୀ ବିରେ ଆମେ କ'ଣ ନେଇଛନ୍ତି, ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍। ତାକୁ ବି ସେମିତି ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ଆମେ ମିଶାଇଲେ,
କ'ଣ ଦେଇଥିବ, ଏଠି ବି NaCl ସୃଷ୍ଟି ହେଇଥିବ, ତା ସହିତ ୱାଟର H2O ସୃଷ୍ଟି ହେଇଥିବ, ତା ସହିତ କାର୍ବନ ଡାଇଅକ୍ସାଇଡ ଗ୍ୟାସ୍ ବି ସୃଷ୍ଟି ହେଇଥିବ। ତେଣୁ ଉଭୟ କେସ୍ରେ କାର୍ବନ ଡାଇଅକ୍ସାଇଡ ଗ୍ୟାସ୍ ହେଲା ଆଉ NaCl ଲବଣ ହେଲା। ଏଠି ଅଛି ସୋଡ଼ିୟମ, ଏଠି ଅଛି କ୍ଲୋରାଇଡ୍, ତେଣୁକରି ସେଇ NaCl ଲବଣ ସୃଷ୍ଟି ହେଲା। ମାନେ ଯେଉଁ ଧାତବ କାର୍ବୋନେଟ୍ ଆଉ ଧାତବ ହାଇଡ୍ରୋଜେନ କାର୍ବୋନେଟ୍ ଯେଉଁଥିରେ ହେଇଥିବେ ସେଇଥିରେ ଲବଣ ସୃଷ୍ଟି ହେବ। ଯେଉଁଥିରେ ହେଇଥିବ ମାନେ ସୋଡ଼ିୟମର ଧାତବ କାର୍ବୋନେଟ୍ ଏଇଟା ସୋଡ଼ିୟମ କାର୍ବୋନେଟ୍, ସୋଡ଼ିୟମର ଧାତବ ହାଇଡ୍ରୋଜେନ କାର୍ବୋନେଟ୍ ଏଇଟା ସୋଡ଼ିୟମର, ତେଣୁ ଲବଣ ବି ସୃଷ୍ଟି ହେବ ସୋଡ଼ିୟମର। ତ ଏଇ ଯେଉଁ କାର୍ବନ ଡାଇଅକ୍ସାଇଡ ଗ୍ୟାସକୁ ଆମେ ନେଇ କ'ଣ କଲେ, ଯେଉଁ କ୍ୟାଲସିୟମ ହାଇଡ୍ରୋକ୍ସାଇଡ ଲବଣ ଥିଲା ଆଉ ଗୋଟେ ପରୀକ୍ଷା ନେଲେ, ସେଥିରେ ଆମେ କାର୍ବନ ଡାଇଅକ୍ସାଇଡକୁ ମିଶାଇଲେ, ସେ ହେଇଗଲା CaCO3 ପ୍ଲସ୍ ୱାଟର। ଏଇ ଯେଉଁ CaCO3 ବାହାରିଲା ଏଇଟା ହେଉଛି ଧଳା ଅବକ୍ଷେପ। ଏଇ ଯେଉଁ ଧଳା କାର୍ବନ ଯେଉଁ କ୍ୟାଲସିୟମ କାର୍ବୋନେଟ୍ ପାଇଁ ଆମକୁ ଧଳା ରଙ୍ଗର ଅବକ୍ଷେପ ସୃଷ୍ଟି ହେଲା। ଏଇ ଯେଉଁ କ୍ୟାଲସିୟମ ହାଇଡ୍ରୋକ୍ସାଇଡକୁ କ'ଣ କୁହାଯାଏ, ଚୂନ ପାଣି। ଯେଉଁ ଚୂନ ପାଣି ଆମେ କହୁଛନ୍ତି, ଚୂନ ପାଣି ହେଲା କ୍ୟାଲସିୟମ ହାଇଡ୍ରୋକ୍ସାଇଡ CaOH2। ଧଳା ରଙ୍ଗର ଅବକ୍ଷେପ ହେଲା। ତାପରେ ଆମେ ଯଦି ଆହୁରି ଏକ୍ସେସ୍ ଅଧିକ ମାତ୍ରାରେ କାର୍ବନ ଡାଇଅକ୍ସାଇଡ ଦେବା ତାହେଲେ କ'ଣ ହେବ, ପୁଣି CaCO3 ପ୍ଲସ୍ H2O ପ୍ଲସ୍ CO2 କ'ଣ ଦେବ, CaHCO3(2). এইটা ଯେଉଁ ବାହାରିଛି এই ଦ୍ରବଣଟି ଏଇଟା ହେଉଛି ଜଳରେ ଦ୍ରବଣୀୟ। ଏଇ ଯେଉଁ ଦ୍ରବଣଟି ବାହାରିଛି ଜଳରେ ଦ୍ରବଣୀୟ। ଆଉ ଯେଉଁ ଆମର ଚୂନ ପଥର ରହିଲା, ଚୂନ ପାଣି, এই ଯେଉଁ କ୍ୟାଲସିୟମ କାର୍ବୋନେଟ୍ ରହିଲା, କ୍ୟାଲସିୟମ କାର୍ବୋନେଟ୍ ରହିଲା ଇଏ କେଉଁଥିରେ ଥାଏ, ଚୂନ ପଥର ଲାଇମ୍ ଷ୍ଟୋନ୍। ଚୂନ ପଥରକୁ ଇଂଲିଶରେ କୁହାଯାଏ ଲାଇମ୍ ଷ୍ଟୋନ୍। ଚୂନ ପଥରର ରହିଲା ହେଲା, ଆଉ ରହିଛି ଚକ୍ରେ ରହିଲା, ଚକ୍ ମାର୍ବଲରେ ରହିଲା, ମାର୍ବଲରେ ଏସବୁ ରହିଛି। ତ ଆମେ ଯଦି ଓଭରଅଲ୍ ରିଆକ୍ସନ୍ କରିବା, କାରଣ ପ୍ରଥମେ କ'ଣ ଥିଲା, ଧାତବ କାର୍ବୋନେଟ୍ ଧାତବ ହାଇଡ୍ରୋଜେନ କାର୍ବୋନେଟ୍ ଅମ୍ଳ ସହିତ କିପରି ରାସାୟନିକ ପ୍ରତିକ୍ରିୟା କରନ୍ତି, ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ କ'ଣ ହୁଏ। ତେଣୁକରି ଆମେ ଯଦି ସଂକ୍ଷେପରେ ଲେଖିବା କ'ଣ ହେଉଥିବ, ଧାତବ କାର୍ବୋନେଟ୍ और धातव हाइड्रोजेन कार्बोनेट दुईटा जाक जिते मिशुव क्या सहित अम्ल सह कौन दौथुव लवण दब ता सह कार्बन डाइऑक्साइड अंगारकाम्ल ऑक्साइड अंगारकाम्ल ता सहित दब जल H2O जल। तेणुक आम परीक्षार प्रश्न पड़ो सर्ट क्वेश्चन धातव कार्बोनेट और धातव हाइड्रोजन कार्बोनेट अम्ल सहित रिएक्शन कले अम्ल सहित रासायनिक प्रतिक्रिया कले कौन सृष्टि हुए से उत्तर लिखा लवण ता सहित कार्बन डाइऑक्साइड अंगारकाम्ल ता सहित जल। तापर आम वर्तमान देखा अम्ल और क्षारक परस्पर सह किपरि रासायनिक प्रतिक्रिया करती। हाउ डू एसिड एंड बेस रिएक्ट विथ इच अदर। मु प्रीवियस वीडियो रे भी कही कौन एसिड और बेस परस्पर को प्रशमन करती बा न्यूट्रालाइज करती। तो सीटा आम जानापी एटा तो थियोरी हो गला ना, तो जानापी परीक्षा करा निहाती पड़ो। कौन परीक्षा करवा प्रथम एथि आम कौन करवा गोटे परीक्षा नली नवा परीक्षा नली नहीं से लघु सोडियम हाइड्रोक्साइड नवा 2 ml लघु सोडियम हाइड्रोक्साइड सोडियम हाइड्रोक्साइड NaOH ये जो प्रतीक गुड़िक रही संकेत गुड़िक एगुड़ा सब मन रख निहाती भाव मन रखा दरकार। तो आम जो सोडियम हाइड्रोक्साइड नवा के 2 ml ठीक अच्छे। तो सोडियम हाइड्रोक्साइड 2 ml नहीं कि मिसेबा फिनोलफ्थालीन किसी बुंदा आड करवा। तो आम फिनोलफ्थालीन आड करवा आम देखा कौन हम ये जो सोडियम हाइड्रोक्साइड द्रवण थिला कलरलेस तार रंग हो कौन पिंक कलर आसीज। कारण प्रीवियस क्लास में कही NaOH जो बेस बा क्षारक जिते सोडियम हाइड्रोक्साइड गोटे क्षारक ता सहित आम फिनोलफ्थालीन आड करवा कि जेकोसी क्षारक सहित आम यदि फिनोलफ्थालीन आड करवा तार रंग पिंक को बदल जाए। तापर आम कौन जो पिंक हो जो द्रवण में फिनोलफ्थालीन पकेला पिंक हो गला। एम कौन करवा लघु हाइड्रोक्लोरिक एसिड डाइल्यूट HCl 2 बूंदा आड करवा। आड करिया आम देखिया कौन हम
କଲରଲେସ୍ ହେଇଯିବ। ଏଇ ଯେଉଁ ଦ୍ରବଣଟି ପିଙ୍କ ଥିଲା ପିଙ୍କରୁ ପୁଣି କଲରଲେସ୍ ହେଇଯିବ, କାରଣ ମୁଁ ପ୍ରିଭିୟସ୍ ଭିଡ଼ିଓରେ କହିଥିଲି ହାଇଡ୍ରୋକ୍ଲୋରିକ୍ ଏସିଡ୍ HCl ହେଉଛି ଗୋଟେ କ'ଣ ଅମ୍ଳ ବା ଏସିଡ୍। ଆଉ ଯେତେବେଳେ ଏସିଡ୍ ସହ ଫିନୋଲ୍ଫଥାଲିନ୍ ଆଡ୍ ହୁଏ ସେତେବେଳେ ରଙ୍ଗ କ'ଣ ହେଇଯାଏ କଲରଲେସ୍ ହେଇଯାଏ। ପ୍ରିଭିୟସ୍ ଭିଡ଼ିଓରେ ମୁଁ କହିଥିଲି କଲରଲେସ୍ ହେଇଥିବ। ତାପରେ ଆମେ କ'ଣ କରିବା, ପୁଣି ଥରେ ଏଇ ଯେଉଁ କଲରଲେସ୍ ଦ୍ରବଣ ହେଇଯାଇଛି ଏଥିରେ ପୁଣି ଥରେ ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ପକାଇବା। ପୁଣି ଥରେ ଯେତେବେଳେ ଆମେ ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ପକାଇବା କ'ଣ ହେବ, ପୁଣି ହେଇଯିବ ପିଙ୍କ। ଫିନୋଲ୍ଫଥାଲିନ୍ ସହ ବେସ୍ ବା କ୍ଷାରକ ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରେ ସେତେବେଳେ ପୁଣି ଥରେ ରଙ୍ଗ ଚେଞ୍ଜ ହେଇ କ'ଣ ହେଇଯାଏ ପିଙ୍କ ହେଇଯାଏ। ମୁଁ କହିଥିଲି ଆଗରୁ, ଏଇଠି ବି ଦେଖିଲେ ଆମେ କ୍ଷାରକ ସହିତ ଫିନୋଲ୍ଫଥାଲିନ୍ ଆଡ୍ କଲେ ରଙ୍ଗ ପିଙ୍କ ହେଇଯାଉଛି। ତ ଏଠି କଲରଲେସ୍ ଅଛି, ଯଦି ଆମେ ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ଆଡ୍ କଲେ ରଙ୍ଗ ବଦଳି କ'ଣ ହେଇଗଲା ପିଙ୍କ ହେଇଯିବ। ଏପରି କାହିଁକି ହେଉଛି, ଫିନୋଲ୍ଫଥାଲିନ୍ ଆଡ୍ କଲେ ପିଙ୍କ ହେଇଯାଉଛି, ପୁଣି HCl ପକେଇଲେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପକେଇଲେ କଲରଲେସ୍ ହେଇଯାଉଛି, ପୁଣି ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ପକେଇଲେ ପୁଣି ପିଙ୍କ ହେଇଯାଉଛି। କାରଣ ଅମ୍ଳ ଓ କ୍ଷାରକ ପରସ୍ପରକୁ ପ୍ରତିହତ କରୁଛନ୍ତି ବା ନ୍ୟୁଲିଫାଏ କରୁଛନ୍ତି, ବା ଏକୁ ଆମେ କ'ଣ କରିପାରିବା କହିପାରିବା ପ୍ରଶମନ କରୁଛନ୍ତି। ପ୍ରଶମନୀକରଣ ରିଆକ୍ସନ୍। ପ୍ରଶମନୀକରଣ ରିଆକ୍ସନ୍କୁ କ'ଣ କୁହାଯାଏ ନ୍ୟୁଟ୍ରାଲାଇଜେସନ୍ ରିଆକ୍ସନ୍। ଏ ଯେଉଁ ନ୍ୟୁଟ୍ରାଲାଇଜେସନ୍ ରିଆକ୍ସନ୍ ହେଉଛି, ଏ ରିଆକ୍ସନ୍ କେମିତି ହେଉଛି, NaOH ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ ସେଥିରେ ଆମେ କ'ଣ ମିଶାଇଛନ୍ତି HCl ମିଶାଇଛନ୍ତି, ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶିକି NaCl ଲବଣ ଗୋଟେ ସୃଷ୍ଟି କରିଛି, ତା ସହିତ ଜଳ। ତେଣୁକରି ଯେଉଁ ପ୍ରଶମନୀକରଣ ରିଆକ୍ସନ୍ ବା ନ୍ୟୁଟ୍ରାଲାଇଜେସନ୍ ରିଆକ୍ସନ୍ ହେଉଛି ଅମ୍ଳ ଓ କ୍ଷାରକ ମଧ୍ୟରେ। ଅମ୍ଳ ଓ କ୍ଷାରକ ଯେତେବେଳେ ପରସ୍ପର ସହିତ ମିଶିବେ ସେତେବେଳେ ନ୍ୟୁଟ୍ରାଲାଇଜେସନ୍ ରିଆକ୍ସନ୍ ବା ପ୍ରଶମନୀକରଣ ପ୍ରତିକ୍ରିୟା ହେବ। ତ ଆମେ ଯଦି ସାଧାରଣତଃ ନର୍ମାଲି ଜେନେରାଲରେ ଯେତେବେଳେ ଲେଖିବା ପ୍ରଶମନୀକରଣ ରିଆକ୍ସନ୍ କ'ଣ, ପରୀକ୍ଷାରେ ଯଦି ପ୍ରଶ୍ନ ପଡ଼ିବ ପ୍ରଶମନୀକରଣ ପ୍ରତିକ୍ରିୟା କିପରି ହୁଏ ଲେଖ, ଆମେ କ'ଣ ଲେଖିବା, ପ୍ରଶମନୀକରଣ ପ୍ରତିକ୍ରିୟା କାହା ଭିତରେ ହୁଏ କ୍ଷାରକ ଆଉ ଅମ୍ଳ। କ୍ଷାରକ ଆଉ ଅମ୍ଳ ଭିତରେ ପ୍ରଶମନୀକରଣ ରିଆକ୍ସନ୍ ବା ନ୍ୟୁଟ୍ରାଲାଇଜେସନ୍ ରିଆକ୍ସନ୍ ହୁଏ। ଅମ୍ଳ ଓ କ୍ଷାରକ ଯେତେବେଳେ ମିଶିବେ ତେବେ କ'ଣ ସୃଷ୍ଟି ହେବ, ଲବଣ ତା ସହିତ ଜଳ। ତେଣୁ ଯେତେବେଳେ ପରୀକ୍ଷାରେ ପଡ଼ିବ ଅମ୍ଳ ଓ କ୍ଷାରକ ପରସ୍ପର ପ୍ରତିକ୍ରିୟା କରି କ'ଣ ସୃଷ୍ଟି କରନ୍ତି ଲବଣ ଓ ଜଳ। ଏଇ ରିଆକ୍ସନ୍କୁ କୁହାଯାଏ ପ୍ରଶମନୀକରଣ। ପ୍ରଶମନୀକରଣ ପ୍ରତିକ୍ରିୟା और न्यूट्रलाइजेशन रिएक्शन ठीक अच्छे। तापर आमे देखिबा धातव ऑक्साइड अम्ल सह रासायनिक प्रतिक्रिया किपरि करे बा रिएक्शन ऑफ मेटालिक ऑक्साइड्स विथ एसिड। रिएक्शन प्रतिक्रिया जानिया पे कोन करिया, प्रथम गोटे बीकर नबा, बीकर रे किछि परिमाण रे कपर ऑक्साइड नबा, कपर ऑक्साइड CuO कपर ऑक्साइड नबा। कपर ऑक्साइड नै कि सेथरे हम कोन करिबा लघु हाइड्रोक्लोरिक एसिड HCl एक्वास, लघु हाइड्रोक्लोरिक एसिड में ऐड करिबा। ऐड कला पर हम कोन देखिबा, ए जो द्रवण रे हेछि कपर ऑक्साइड आउ हाइड्रोक्लोरिक एसिड भितर ए जो द्रवण रंग बदली कि नील सबुज हेजिवो, नील सबुज हेजिवो, नील सबुज वर्ण हेजिवो, कारण कपर ऑक्साइड ती हाइड्रोक्लोरिक एसिड रे द्रवीभूत हो जाइछि। आ द्रवीभूत होइकी कोन सृष्टि करूछि, द्रवीभूत होइकी कपर क्लोराइड सृष्टि करूछि। कपर ऑक्साइड ए जो कपर ऑक्साइड आउ हाइड्रोक्लोरिक एसिड परस्पर सह मिसिकी कोन देथिबे कपर क्लोराइड CuCl2 कपर क्लोराइड ता सहित देथिबे H2O। এই ভଳି ଗୋଟେ ରାସାୟନିକ ପ୍ରତିକ୍ରିୟା ହେଇଥିବ। କପର କ୍ଲୋରାଇଡ୍ ହେଉଛି ଲବଣ ଆଉ H2O ହେଉଛି କ'ଣ ଜଳ। ଠିକ ଅଛି, ଏକୁ ଆମେ ଯଦି ଆମେ ଏକୁ ବାଲାନ୍ସ କରିବା ତାହେଲେ ଏଠି 2 ଲେଖିଦେବା, ବାଲାନ୍ସ ହେଇଗଲା। ତ ଧାତବ ଅକ୍ସାଇଡ୍ ଯେତେବେଳେ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କଲା ତାହେଲେ କ'ଣ ସୃଷ୍ଟି ହେଲା, ଲବଣ ଆଉ ଜଳ। ଧାତବ ऑक्साइड प्लस अम्ल कौन दूसरी धातव ऑक्साइड सहित अम्ल रासायनिक प्रतिक्रिया करुच्ची, लवण एवं ता सहित जल उत्पन्न करुच्ची। तो ये जो धातव ऑक्साइड रहा यहाँ क्षारक ना अम्ल आम केमी जाना, यहाँ हूँ गोटे क्षारक। कहीं क्षारक, कारण क्षारक गुड़िक आम जानते अम्ल सह रासायनिक प्रतिक्रिया कर लवण और जल दिखती,
ତେଣୁ ଧାତବ ଅକ୍ସାଇଡ୍ ବି ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କ'ଣ ହେଲା, ଲବଣ ଆଉ ଜଳ ଦେଲା। ତେଣୁକରି ଧାତବ ଅକ୍ସାଇଡ୍ ବି ହେଲା କ'ଣ, ଧାତବ ଅକ୍ସାଇଡ୍ ବି ଗୋଟେ କ୍ଷାରକ। ତ ଏଇ ଭିଡ଼ିଓରେ ଏତିକି ହିଁ। ଆମେ ନେକ୍ସଟ ଭିଡ଼ିଓରେ ପଢ଼ିବା ଅଧାତବ ଅକ୍ସାଇଡ୍ କିପରି କ୍ଷାର ସହିତ ରାସାୟନିକ ପ୍ରତିକ୍ରିୟା କରନ୍ତି, ନନ୍ ମେଟାଲିକ୍ ଅକ୍ସାଇଡ୍ ବେସ୍ ସହିତ କିପରି ରିଆକ୍ସନ୍ କରନ୍ତି, ଆମେ ନେକ୍ସଟ ଭିଡ଼ିଓ ଦେଖିବା।